ନୂଆବଜାର ଜଗନ୍ନାଥ ରୋଡ ବସ୍ତି ବାସିନ୍ଦାଙ୍କୁ ସେହି ସ୍ଥାନରେ ଥଇଥାନ କରିବା ଆମର ଦାବି। ନୂଆବଜାର ଥଇଥାନ ନକରି ଉଚ୍ଛେଦ କାହା ସ୍ୱାର୍ଥରେ ଜବାବ ଦିଅ। ଥଇଥାନ ନକରି ଉଚ୍ଛେଦ କରୁଛ କାହା ସ୍ୱାର୍ଥରେ ଜବାବ ଦିଅ। 2017 ଆଇନ ଅନୁଯାୟୀ ସମସ୍ତଙ୍କୁ ଥଇଥାନ। ନୂଆବଜାର ଜିନ୍ଦାବାଦ। ବସ୍ତି ବାସିନ୍ଦା ମିଳିତ ମଞ୍ଚ ଜିନ୍ଦାବାଦ। ଜଗନ୍ନାଥ ରୋଡ ବସ୍ତି ବାସିନ୍ଦାଙ୍କୁ ସେହି ସ୍ଥାନରେ ଥଇଥାନ କରିବା ଆମର ଦାବି। আমার দাবি ন্যায্য দাবি সরকার তুমি মানি নিও। আমার দাবি ন্যায্য অনুযায়ী সমস্ত থইতান করা আমার দাবি। থইতান নকরি উচ্ছেদ কাই করা যাচ্ছে জবাব দিও। খগেশ্বর সেठी বস্তি বাসিন্দা মিলিত মঞ্চর আহ্বায়ক। নূয়া বজার ঠারে জগন্নাথ রোড বস্তি নিকটরে মহানগর নিগম পক্ষর সেমানকু কুহযাইছি উচ্ছেদ করা ଯିବା ପାଇଁ। କିଛି ଲୋକ ସେଇଠାରେ ରହିବେ ଏବଂ କିଛି ଲୋକଙ୍କୁ ଅଧିକାଂଶ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ବା ଆପାର୍ଟମେଣ୍ଟକୁ ନେବା ପାଇଁ କୁହାଯାଉଛି। ଏଇଟା ବସ୍ତି ବାସିନ୍ଦାଙ୍କ ପ୍ରତି ଚରମ ଅନ୍ୟାୟ ଅବିଚାର। କାରଣ ଗୋଟେ ବସ୍ତିକି ଭାଗ ଭାଗ କରିବା କୌଣସି ସରକାରୀ ବ୍ୟବସ୍ଥାର ଦାୟିତ୍ୱ ନୁହେଁ। ଗୋଟେ ବସ୍ତି ବାସିନ୍ଦାଙ୍କୁ ଯେଉଁ ଭାଗ ଭାଗ କରିବାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଏଥିରୁ କ୍ଷାନ୍ତ ରୁହନ୍ତୁ ଏବଂ ବସ୍ତି ବାସିନ୍ଦାଙ୍କୁ ସେଇ ଜାଗାରେ ଯେହେତୁ ସେମାନେ କର୍ମଜୀବୀ ସେଠି ଜୀବିକା ନିର୍ବାହ କରନ୍ତି ସେଇ ପାଖାପାଖି ଅଞ୍ଚଳରେ ସେମାନଙ୍କୁ ଥଇଥାନ କରାଯାଉ। ଗରିବ ଲୋକ ସେମାନେ ଆପାର୍ଟମେଣ୍ଟ 1.5 ଲକ୍ଷ ଟଙ୍କା ଦେଇ କିଣିପାରିବେନି, ସେଇଠାରେ ସେମାନଙ୍କୁ ଥଇଥାନ କରାଯାଉ। ଯେହେତୁ ମହାନଗର ନିଗମର ଗୋଟେ ଆଇନ ଅଛି, ବସ୍ତି ବାସିନ୍ଦାମାନଙ୍କର ଲଢ଼େଇ ଫଳରେ ଯେଉଁ ଆଇନଟା ହେଇଛି ସେଇ ଆଇନ ବଳରେ ସେମାନଙ୍କୁ ଥଇଥାନ କରାଯାଉ, ସେଇ ଜାଗାରେ ଥଇଥାନ କରାଯାଉ। ଏଇ ଦାବିରେ ଆଜି ଏ ଧାରଣା ଆଜି ଆମେ ସିଏମସି ସମ୍ମୁଖରେ ଦେଉଛୁ।